ପିଲାମାନେ ଆମ ଓଡ଼ିଆ ବାଲା ଏଜୁକେସନ୍କୁ ପିଲାମାନେ ତୁମ ମାଟ୍ରିକ ବୋର୍ଡ଼ ପରୀକ୍ଷାର ହିଷ୍ଟ୍ରି ଜୋଗ୍ରାଫିରେ ସବଜେକ୍ଟିଭ୍ ପାର୍ଟ ଦିଆହେବ। କୋଶ୍ଚିନ୍ ଭେରି ଇମ୍ପୋର୍ଟାଣ୍ଟ ଅଛି। ପ୍ରିଭିୟସ୍ ଇୟର୍ କୋଶ୍ଚିନ୍ର ମାନେ ଆଗଥର ଯେଉଁ ସବଜେକ୍ଟିଭ୍ ଆସିଥିଲା ସେଗୁଡ଼ା ଦେଖିବା। ସେଥିଲାଗି ଚ୍ୟାନେଲ୍କୁ ଗୋଟେ ସବସ୍କ୍ରାଇବ୍ କରିଦିଅ। ଆସ ପ୍ରଥମେ କେଉଁ ଏକ୍ଜାମ୍ ଜାଣିବା ପୂର୍ବରୁ ପ୍ରଥମେ ତ ଏକ୍ଜାମ୍ ପାଟର୍ନଟା ଜାଣିବା ନିହାତି ଆବଶ୍ୟକ ହୋଇଥାଏ। ଆସ ପ୍ରଥମେ ଏକ୍ଜାମ୍ ପାଟର୍ନଟା କ'ଣ ଦେଖିଦେବା। ଦେଖ ପିଲାମାନେ ତୁମ ପାଖରେ 2 ଘଣ୍ଟା ଅଧଘଣ୍ଟା ଟାଇମ୍ ରହିବ, ଯେଉଁଟା ତୁମର ସୋସିଆଲ୍ ସାଇନ୍ସର ଯେଉଁଟା ଆମର ଏଜୁକେସନ୍ ଡିପାର୍ଟମେଣ୍ଟର ସୋସିଆଲ୍ ସାଇନ୍ସ ମାନେ ହିଷ୍ଟ୍ରି ଜୋଗ୍ରାଫି। ଆମେ ପ୍ରଥମେ ଆମର ଭୂଗୋଳ ଜୋଗ୍ରାଫି ମାନେ ଜୋଗ୍ରାଫି ନ ଦେଖି ଯେହେତୁ ଆମେ ହିଷ୍ଟ୍ରି ସବଜେକ୍ଟିଭ୍ ଆଣିଛେ ଆକୁ କାଟିଦିଅ। ଆମେ ହିଷ୍ଟ୍ରି ସବଜେକ୍ଟିଭ୍ ଦେଖିଦେବା, ତାପରେ ଜୋଗ୍ରାଫି ଯେତେବେଳେ ସିଲେକ୍ସନ୍ ଆସିବ ଦେଖିବା। ପ୍ରଥମ ପିଲାମାନେ ଦେଖ ଅବଜେକ୍ଟିଭ୍ର ତୁମର 25ଟା ରହିବ। ହିଷ୍ଟ୍ରିରୁ 25ଟା MCQ ଆଉ ଜୋଗ୍ରାଫିରୁ 25ଟା MCQ, ଦୁଇ ଯାକଟା ମିଶିକି ଗଲେ 50ଟା ତୁମର କୋଶ୍ଚିନ୍। ତାପରେ ସବଜେକ୍ଟିଭ୍ ଦେଖିବା। ସବଜେକ୍ଟିଭ୍ ବି ସେଇଭଳି ତୁମର 25 ମାର୍କ ହିଷ୍ଟ୍ରି, 25 ମାର୍କ ଜୋଗ୍ରାଫି। ଆସ ପ୍ରଥମେ ସବୁ ଦେଖିନେବା କ'ଣ କ'ଣ ଏକ୍ଜାମ୍ର ଇମ୍ପୋର୍ଟାଣ୍ଟ ରହିଛି। ଦେଖ 2 ନମ୍ବର କୋଶ୍ଚିନ୍, ଅଲ୍ଟରନେଟିଭ୍ କୋଶ୍ଚିନ୍ ହାଭ୍ 2 ବିଟ୍ କୋଶ୍ଚିନ୍ କ୍ୟାରିଂ 4 ମାର୍କ। କ'ଣ କହିଲା ନା ତୁମ ଆଗରେ ଦୁଇଟା ଦେଖ ଏମିତି 1 ନମ୍ବର ଗୋଟେ ଅର୍ ଥିବ, ଆଉ ତାପରେ ଏଟା ହେଲା 2 ନମ୍ବର, ଏଟା ହେଲା 2 ନମ୍ବର ଡବଲ୍ ଆଇ। ଏମିତି ତୁମକୁ 2ଟା କୋଶ୍ଚିନ୍ ଥିବ ହେଲା। 2ଟା କୋଶ୍ଚିନ୍ ଥିବ, ତୁମକୁ କ'ଣ କରିବାର ନା ଏଇ ଯେଉଁ ଅଲ୍ଟରନେଟିଭ୍ ଅଛି, ଏଇ ଯେଉଁ 4ଟା କୋଶ୍ଚିନ୍ ମାତ୍ର ତୁମକୁ 2ଟା କରିବାର ଅଛି। 2ଟା କରିବ। ଦେଖ ଗୋଟାର କୋଶ୍ଚିନ୍ 4 ମାର୍କ, ତ ତୁମେ ଯଦି ଏଇଟା ଆଉ ଏଇଟା କଲ 2ଟା କମ୍ପଲସରି କରିବାକୁ ପଡ଼ିବ। 8 ମାର୍କ ମିଳିବ, ନହେଲେ ଏଟା 2ଟାରୁ ଯେଉଁଟା ତୁମକୁ କରିବାକୁ ପଡ଼ିବ। ଆଉ ଥରେ ଭଲସେ ବୁଝାଇ ଦେଉଛି। ଦେଖ କ'ଣଟା ରହୁଛି ଦେଖ, ତୁମ ପାଖକୁ 4ଟା କୋଶ୍ଚିନ୍ ରହିବ ହେଲା କି, 4ଟା କୋଶ୍ଚିନ୍ ରହିବ, ତୁମକୁ ସେ 2ଟା କରିବାର ଅଛି। ଅର୍ କୋଶ୍ଚିନ୍ ରହିବ ତୁମକୁ, କିମ୍ବା ଏଟା ଅର୍ ଅର୍ଥ ପିଲାମାନେ ବୁଝିପାରୁଛ ତ କ'ଣ? ଏଇଟା ଏମିତି କିମ୍ବା ହେଲା, କିମ୍ବା ଏଟା କରିବ ନହେଲେ ଏଟା କରିବ। ଆଉ ଗୋଟାରେ କୋଶ୍ଚିନ୍ର ମାର୍କ ରହିବ କ'ଣ 4 ମାର୍କ। 4 ମାର୍କ 2ଟାରେ ଗୋଟାଏ କଲେ 4 ମାର୍କ ମିଳିବ। ସେଇଭଳି ତୁମକୁ 2ଟା କୋଶ୍ଚିନ୍ କରିବାର ଅଛି। 4ଟା କୋଶ୍ଚିନ୍ 4 ମାର୍କ 8 ମାର୍କ ମିଳିଯିବ। ତାପରେ ପିଲାମାନେ ଦେଖ, ତାପରେ ପିଲାମାନେ 3 ନମ୍ବର ରହିଲା। 2 ନମ୍ବର ଦେଖ, ଅଲ୍ଟରନେଟିଭ୍ କୋଶ୍ଚିନ୍ ହାଭ୍ 3 ବିଟ୍ ହେଲା କୋଶ୍ଚିନ୍ କ୍ୟାରିଂ 3 ମାର୍କ ହେଲା। ଦେଖ ସେଇଭଳି ତୁମ ପାଖରେ ପୁଣି 6ଟା କୋଶ୍ଚିନ୍ ରହିବ, ତୁମକୁ 6ଟା 3ଟା କରିବାକୁ ପଡ଼ିବ ହେଲା। ଏମିତି ଅର୍ ଗୋଟାଏ କୋଶ୍ଚିନ୍ ଥିବ, ତାପରେ ଅର୍ ଗୋଟେ କୋଶ୍ଚିନ୍ ଥିବ। ତୁମର ଗୋଟାଏ କୋଶ୍ଚିନ୍ କଲେ ତୁମକୁ 3 ମାର୍କ ମିଳିବ। କେତେଟା ନା 6, ଯେହେତୁ ତୁମକୁ 3ଟା କୋଶ୍ଚିନ୍ ଦେଇଛି ସେଇଭଳି 6ଟା କୋଶ୍ଚିନ୍ ଦେବ, ତୁମକୁ ମାତ୍ର 3ଟା କରିବାର ଅଛି। 3 ମାର୍କ ଲେଖା ମିଳିଯିବ, 9 ମାର୍କ ମିଳିଯିବ। 3 × 3 = 9। ତାପରେ ପିଲାମାନେ ଦେଖ 4 ନମ୍ବର କୋଶ୍ଚିନ୍ କ'ଣ କହିଲା। 4 ନମ୍ବର କହିଲା ଅଲ୍ଟରନେଟିଭ୍ କୋଶ୍ଚିନ୍ ହାଭ୍ 4 ବିଟ୍ କୋଶ୍ଚିନ୍ କ୍ୟାରିଂ 2 ମାର୍କ। ମାନେ ଦେଖ ଗୋଟାଏ 4ଟା ତୁମକୁ ଦେଇଥିବ, 4ଟା କରିବାକୁ ପଡ଼ିବ। ଗୋଟାଏ କୋଶ୍ଚିନ୍ର ମାର୍କ କେତେ ନା 2 ମାର୍କ ହେଲା। 4ଟା କୋଶ୍ଚିନ୍ ଯେତେବେଳେ ତୁମେ କରିବ, 4ଟା କୋଶ୍ଚିନ୍ଟା ସେଥିରୁ ଗୋଟାଏ କୋଶ୍ଚିନ୍ର ମାର୍କ 2ଟା ହେଲା। ଦେଖ ସେଭଳି 4ଟା କୋଶ୍ଚିନ୍ କଲେ, ଦେଖ 4ଟା କୋଶ୍ଚିନ୍ କଲେ 4 × 2 = 8। ଏଟା ହେଲା କୋଶ୍ଚିନ୍, ଏଟା ହେଲା ମାର୍କ। 4 × 4 = 4 × 2 = 8। ଦେଖ ସେଭଳି 4ଟା କୋଶ୍ଚିନ୍ ଯେଉଁ କରିବ ତୁମକୁ 8ଟା, ଗୋଟାଏ କୋଶ୍ଚିନ୍ ଅର୍ ଆଉ ଗୋଟେ କୋଶ୍ଚିନ୍ ଥିବ। 8ଟା କୋଶ୍ଚିନ୍ ଥିବ, ତୁମକୁ 8ଟାରୁ 4ଟା କରିବାକୁ ପଡ଼ିଲେ ତୁମକୁ 2 ମାର୍କ ମିଳିଯିବ। ଏତିକି ଥିଲା ପିଲାମାନେ ହିଷ୍ଟ୍ରିର ଏକ୍ଜାମ୍ ପାଟର୍ନ। ଭାବିଥିବ ସମସ୍ତେ ବୁଝିପାରିଥିବ। ଯେଉଁମାନେ ନ ବୁଝିପାରିଲ ସ୍କିପ୍ କରିବି, ପଛକୁ ଯାଇ ଦେଖିବି ପାରିବ। ତାପରେ ଦେଖ ଆସ ଏଇଖିଣା ସବଜେକ୍ଟିଭ୍ରେ ଦେଖିନେବା କୋଶ୍ଚିନ୍। ଦେଖ ପିଲାମାନେ, ତୁମ 2020ରେ ଯେଉଁ ଆଗରୁ ଆନୁଆଲ୍ ଏକ୍ଜାମ୍ ହେଇଥିଲା, ଏଟା ହେଲା ହିଷ୍ଟ୍ରି ଜୋଗ୍ରାଫି, ଏଟା ହେଲା ତୁମର ଭୂଗୋଳ ଅର୍ଥନୀତି, ଏଟା ହେଲା ହିଷ୍ଟ୍ରି ଜୋଗ୍ରାଫି। ଏଇ କୋଶ୍ଚିନ୍ଟା ତୁମକୁ ଲାଷ୍ଟକୁ ଦେଖେଇବି। ପ୍ରଥମେ କ'ଣଟା ପାଇଁ ଆସିଛି ସେଇଟା ଦେଖିନିଅ। ଦେଖ ତୁମର ସବୁ ବିଷୟରେ ହିଷ୍ଟ୍ରି ଯେତେଟା ତୁମର ଯେତିକି ହିଷ୍ଟ୍ରି ଅଛି, ଫାର୍ଷ୍ଟ ଚାପ୍ଟର ଆରମ୍ଭ କରି ଯେତେ ଯାକେ ସବୁ ଅଛି, ସବୁ ବିଷୟରେ ପ୍ରିଭିୟସ୍ ଇୟର୍ରେ କ'ଣ ପଢ଼ିଥିଲା ସବୁ ଚାପ୍ଟର ଆସିବ ହେଲା। ସେଥିଲାଗି ଚ୍ୟାନେଲ୍କୁ ଗୋଟେଟା ସବସ୍କ୍ରାଇବ୍ କରି ଅଲ୍ ବଟମ୍ରେ ସେଟ୍ କରିଦିଅ। ଯାହା ବି କୋଶ୍ଚିନ୍ ଆସୁଛି ପ୍ରଥମେ ତୁମେମାନେ ଆମଠାରୁ ପାଇପାରିବ। ପିଲାମାନେ ଫ୍ରି ଅଫ୍ କଷ୍ଟ, ଆଉ କିଛି ପଇସା ନାହିଁ। ମୁଁ ସବୁ ଏଥର ଫ୍ରିରେ ଦେବି, କାହିଁକିନା ଯେହେତୁ କହିଛି ୟୁଟ୍ୟୁବ୍ ଗୋଟେ କଥା ନୁହଁ। ସମସ୍ତଙ୍କୁ ଭିଡ଼ିଓ ପାଇକି ସମସ୍ତେ କ୍ଲାସ୍ କରି ସମସ୍ତେ ଭଲ ମାର୍କ ରଖିବା ଦରକାର। ଆଉ ଟିପ୍ସ ବି ଆସିବ, ବ୍ୟସ୍ତ ହୁଅନି। ପ୍ରଥମେ ପ୍ରିଭିୟସ୍ ଇୟର୍ କୋଶ୍ଚିନ୍ ଦେଖିଦିଅ। ଦେଖ ପିଲାମାନେ, ତୁମ 4 ମାର୍କର ପ୍ରିଭିୟସ୍ ଇୟର୍ କୋଶ୍ଚିନ୍ 4, ତୁମର 4, 3, 2 ଇଏ ଯେତିକି କୋଶ୍ଚିନ୍ ଅଛି ଆଗଥର ଯେଉଁ ଯେତେ ବର୍ଷ ହେଲେ ବୋର୍ଡ଼ ଏକ୍ଜାମ୍ ହେଉଛି, ଯେତେ ଥର ସେ କୋଶ୍ଚିନ୍ ସବୁ ଆସିଛି ଦେଖିନେବା ଆସ ହେଲା। ପିଲାମାନେ ଦେଖ ପ୍ରଥମ କୋଶ୍ଚିନ୍, ଏଟା କେବେ ଆସିଥିଲା? 2020ରେ ଆସିଥିଲା। ଦେଖ 2020ରେ ଆସିଥିଲା। କ'ଣ? ଭାରତୀୟ ଜାତୀୟ କଂଗ୍ରେସ କାର୍ଯ୍ୟକାରିଣୀ ସମିତି ଦ୍ୱାରା ଗୃହୀତ ଭାରତ ଛାଡ଼ ପ୍ରସ୍ତାବ କିପରି କଂଗ୍ରେସ ସାଧାରଣ ଅଧିବେଶନ ଅନୁମୋଦିତ ହେଲା? 2020ରେ ଆସିଥିଲା। ଦେଖ ୟାର ଆନ୍ସର୍ଟା। ପ୍ରଥମ କଥା ହେଲା ପିଲାମାନେ, 4 ମାର୍କିଆ ଯେହେତୁ ତୁମକୁ 4ଟା ପଏଣ୍ଟ ନିହାତି ଲେଖିବା ଆବଶ୍ୟକ ହେଲା।
ଦେଖ ପ୍ରଥମେ କ'ଣ ଲେଖିଲା, ଆଇ ନମ୍ବର 1947 ଅଗଷ୍ଟ 7 ତାରିଖରେ ମୁମ୍ବାଇଠାରେ କଂଗ୍ରେସର ସାଧାରଣ ଅଧିବେଶନ ଅନୁଷ୍ଠିତ ହେଉଥିଲା। ଠିକ୍ ଅଛି, 1 ମାର୍କ ମିଳିବ ତୁମକୁ। ଆଉ ଏହି ଅଧିବେଶନର ସଭାପତି କିଏ କରିଥିଲେ? ମୌଲାନା ଅବଦୁଲ କଲାମ ଆଜାଦ। ତାପରେ ପିଲାମାନେ ତୃତୀୟ ନମ୍ବର ସେଇଭଳି ତାଙ୍କ ପରାମର୍ଶ ଭାରତ ଛାଡ଼ ଆନ୍ଦୋଳନରେ ଥିଲା। ପିଲାମାନେ ଏର ଆନ୍ସର ଲେଖି ନେଇଯାଉ, ଏଇଟା ଭେରି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍। ଖାଲି ପିଲାମାନେ ଏଥିରେ ପ୍ରିଭିୟସ୍ ଇୟର୍ ହିଁ କୋଶ୍ଚିନ୍ ଆଲୋଚନା ହେବ। ଦେଖ ଏଇଟା ସବୁଠାରୁ ଇମ୍ପୋର୍ଟାଣ୍ଟ। 2 ନମ୍ବର ଅସହଯୋଗ ଆନ୍ଦୋଳନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କର। ଏଇଟା କେବେ ଆଇଛି? 2019ରେ ଆଇଛି, 2018ରେ ଆଇଛି, 2016ରେ ଆଇଛି, 2014ରେ ଆଇଛି, 2015ରେ ବି ଆସିଛି। ପିଲାମାନେ ଏଇଟା କେତେ ବର୍ଷ? 1 ବର୍ଷ, 2 ବର୍ଷ, 3 ବର୍ଷ, 4 ବର୍ଷ, 5 ବର୍ଷ ହେଲା ଏଟା ଲଗାତାର ରିପିଟ୍ ହେଇ ଚାଲିଛି। କ'ଣ ନା ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କର। ଏଟା ବି 2023ରେ ବି ଆସିଥିଲା ହେଲା, ସେ ନେଗେଟିଭ୍ ଏସ୍ ଲେଖା ହେଇଛି। ଦେଖ ସେ ଆନ୍ସରଟା ଦେଖ ପିଲାମାନେ କ'ଣ 4 ମାର୍କିଆ ଦେଇଛୁ। ଦେଖ ବହୁତ ଛୋଟ ଅଛି, ଏଇଟା ମାନେ ବହୁତ ଥର ଆସେ ନା, କାରଣ ପିଲାମାନଙ୍କୁ ଇଜି ହେବ ଲେଖିବାକୁ। ଏଇଟା ତୁମ ପିଲାମାନଙ୍କୁ ମୁଁ 100% ସିଓର ଦେଇ କହିବି, ଏଇଟା କୋଶ୍ଚିନ୍ଟା ନିହାତି ଆସିବ। ଆନ୍ସରଟା ଦେଖିନିଅ। 1919 ମସିହାରେ ଶାସନ ଆଇନ ଅନୁଯାୟୀ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ଏବଂ ସରକାରଙ୍କ ଉତ୍ସବଜନକ ସମସ୍ତ ପ୍ରକାର ସରକାରୀ ଉପାଧି ଫେରସ୍ତ ସରକାରଙ୍କର ପଦଚାରୀ ଇସ୍ତଫା ହେଲା। ତାପରେ ପିଲାମାନେ ଏରା ସବୁ ନିଜେ ଲେଖିଦେବ। ଆଉ ତାପରେ ଦେଖ ମୁଁ ଯେଉଁଟା ଇମ୍ପୋର୍ଟାଣ୍ଟ କଥା କହିଦେଉଛି, ଆଇ ବି ଦେଖ ବିଦ୍ୟୁତ୍ ଦ୍ରବ୍ୟ ତଥା ଲଘୁ ବର୍ଜନ, ଏଇଟାରେ ଥିଲା ଆଦେଶ ହେଲା। ଆନ୍ସର ଥିଲା ପିଲାମାନେ ଫଟୋ ଉଠେଇ ନେଇଯାଉଥିବ। PDF ପାଇବାକୁ ଚାହିଁଲେ ତୁମମାନଙ୍କୁ ଆମ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଜଏନ୍ କରିବାକୁ ପଡ଼ିବ। ଆଉ ହ୍ୱାଟ୍ସଆପ୍ ଗ୍ରୁପ୍ ଲିଙ୍କଟା ବି ତଳେ ଦେଇଦେଇଛି। ପିଲାମାନେ ଯେଉଁମାନେ ଆମର ସାଇନ୍ସର ସବଜେକ୍ଟିଭ ଦେଖିନା ତାର ଦେଇଦେଇଛି, ଆ ତଳେ ବି ଲିଙ୍କ ଅଛି, ଯେଉଁମାନେ ଦେଖିନା ଦେଖିନେବ ଯାଇ। ତାପରେ ପିଲାମାନେ ଦେଖ 4 ନମ୍ବର କୋଶ୍ଚିନ୍ କ'ଣ? ଇରମ୍ ଗୁଳିକାଣ୍ଡ ସମ୍ପର୍କରେ ବିବରଣୀ ପ୍ରଦାନ କର। 2018ରେ ଆସିଥିଲା। ଇରମ୍ରେ କ'ଣ ଗୁଳିକାଣ୍ଡ ହୋଇଥିଲା ତାର ବିବରଣୀ ଆସ ଦେଖ କ'ଣ ଲେଖା ହେଇଛି। ଦେଖ ପିଲାମାନେ ଇରମ୍ରେ କ'ଣ, ମୁଁ ତ ଡବଲ୍ ଆଇଟ ସେଟା ଦେଖ 4 ମାର୍କିଆ ହେଲେ 4ଟା ପଏଣ୍ଟ ଲେଖିବାକୁ ତୁମମାନଙ୍କୁ ବାଧ୍ୟ ହେଲା। ଦେଖ ତାପରେ ତ୍ରିପିଲାରୁ ଏହି ଗୁଳିକାଣ୍ଡରେ ପୁରୀ ବେୱାର ନାମକ ମହିଳାଙ୍କୁ ସମେତ 28 ଜଣ ସହିତ 55 ସହିତ ଆହତ ହୋଇଥିଲେ। ଏଇଟା ଗୋଟେ ପ୍ରଥମ ପଏଣ୍ଟ। ତାପରେ ଏଇଟା ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ। ତାପରେ ଆଇଭି ଏହାର ଜାଲିଆନବାଗ ହତ୍ୟାକାଣ୍ଡର ଘଟଣା ସଦୃଶ୍ୟ ହୋଇଥିବାରୁ ଇରମ୍କୁ ରକ୍ତତୀର୍ଥ କୁହାଯାଏ। ଏଇଟା ବି MCQରେ ଆସେ। କାହାକୁ ରକ୍ତତୀର୍ଥ କୁହାଯାଏ? ନା ଇରମ୍କୁ ରକ୍ତତୀର୍ଥ କୁହାଯାଏ ହେଲା। ତାପରେ ପିଲାମାନେ ଦେଖ ଆମର 5 ନମ୍ବର, ଯେଉଁଟା ତୁମର 5 ନମ୍ବର ପିଲାମାନେ ଦେଖୁଛ, ଏଇଟା କେତେ ନା 2017 2014ରେ ଆସିଥିଲା ହେଲା। ଆଇନ ଅମାନ୍ୟ ଆନ୍ଦୋଳନ କାର୍ଯ୍ୟକ୍ରମ ଗୁଡ଼ିକ ଉଲ୍ଲେଖ କର। ଦେଖ ପ୍ରଥମ ଲବଣ ଆଇନ ଭଙ୍ଗ, ଲବଣ ପ୍ରସ୍ତୁତି କରାଯିବ। ତାପରେ ଡବଲ ଆଇରେ ମଦ, ଅଫିମ, ବିଦେଶୀ ଲୁଗା ଦୋକାନ ଆଗରେ ସତ୍ୟାଗ୍ରହ କରାଯିବ। ତାପରେ ତ୍ରିପିଲ ଆଇ ପିଲାମାନେ ହେଲା କ'ଣ ନା ଯୁବକଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ଚରାକ ସୂତା କାଟିବେ। ପିଲାମାନେ ମୁଁ କହିଲା ବେଳୁ ବହୁତ ଟାଇମ୍ ହେଇଯିବ, ଯେହେତୁ ହେଇଗଲାଣି କେତେ ମିନିଟ୍? 8 ମିନିଟ୍। ସେଥିଲାଗି ତୁମେମାନେ ନିଜେ ପଢ଼ିକି ଲେଖିନିଅ। ମୁଁ ଖାଲି କୋଶ୍ଚିନ୍ ତୁମକୁ କହିଦେଉଛି। ଭାରତ ଛାଡ଼ ଆନ୍ଦୋଳନ କାର୍ଯ୍ୟକ୍ରମ କ'ଣ ଥିଲା? 2017ରେ ଆସିଥିଲା କୋଶ୍ଚିନ୍। ଆଉ ଆନ୍ସରଟା ବି ଏଇଟା ବି ଲେଖି ନେଇଯାଅ। ତାପରେ ଦେଖ 7 ନମ୍ବର ପିଲାମାନେ ଆମର ଚମ୍ପାରଣ ଆନ୍ଦୋଳନ ଗାନ୍ଧିଜୀଙ୍କ ଭୂମିକା ଆଲୋଚନା କର ହେଲା। ଏଇଟା 2015ରେ ଆସିଥିଲା। ତାପରେ ପିଲାମାନେ କ'ଣ ନା ଆଡ଼କୁ କିଛି ନାହିଁ ନା ଅଛି ନା ପ୍ରିଭିୟସ୍ର। 8 ନମ୍ବର କୋଶ୍ଚିନ୍ଟା ପିଲାମାନେ ଦେଖ ତୁମମାନଙ୍କୁ ଭାରତ, ଏଇଟା ବି ଆନ୍ସର, ଏଇଟା ବି ଦେଖିନେବ। ଭାରତ ଛାଡ଼ି ଚାଲିଯିବା ପଛରେ ସୁଭାଷ ବୋଷଙ୍କର ଉଦ୍ଦେଶ୍ୟ ଓ ଚିନ୍ତାଧାରା କ'ଣ ଥିଲା? 2015 କୋଶ୍ଚିନ୍ ହେଲା ପିଲାମାନେ। ଏଇଟା ଭେରି ଇମ୍ପୋର୍ଟାଣ୍ଟ ରହିବ, 2015ରେ ଆସିଥିଲା। ତାପରେ ପିଲାମାନେ ଏଇକ୍ଷଣା ଆମର 4 ନମ୍ବରଟା ସରିଯାଇଛି। 4 ନମ୍ବର ସରିଯାଇଛି। ଏଇକ୍ଷଣା ଆମେ କ'ଣ ନା 3 ନମ୍ବର କୋଶ୍ଚିନ୍ ଆଲୋଚନା କରିବା। 3 ନମ୍ବର କୋଶ୍ଚିନ୍ ପିଲାମାନେ 3 ନମ୍ବର ଦେଖିବା ଆଗରୁ ପିଲାମାନେ ପ୍ରଥମେ 2 ନମ୍ବରରୁ ଚାଲ ଦେଖିଦେଇ ଆସିବା। ତାପରେ 3 ନମ୍ବର ଦେଖିବା। 2 ନମ୍ବର ବହୁତ ଇମ୍ପୋର୍ଟାଣ୍ଟ ସବୁ ଆସୁଛି। ଦେଖ 2 ନମ୍ବର ଏଇଟା ହେଲା ଭାରତ ଛାଡ଼ ଆନ୍ଦୋଳନ ସମୟରେ ପାପଡ଼ାହାଣ୍ଡିଠାରେ କ'ଣ ଘଟିଥିଲା? ସରି ପିଲାମାନେ। ତାପରେ 2 ନମ୍ବର ଦେଖିଦେବ। ତାପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କାହିଁକି କଂଗ୍ରେସ ତ୍ୟାଗ କରିଥିଲେ ଏବଂ ସେ କେଉଁଠି ରାଜନୀତି ଦଳରେ ଗଠନ କରିଥିଲେ? ଏଇଟା ପିଲାମାନେ 2020ରେ ଆସିଥିଲା। ତାପରେ ପିଲାମାନେ ଏଇଠି ଯେଉଁ ଉପରେ ତୁମେ ଦେଖିପାରୁଛ, ଏଗୁଡ଼ା ସେଇ ବର୍ଷ ସବୁ ଆସିଛି। ରାଓଲାତ ଆଇନ କ'ଣ ବ୍ୟବସ୍ଥା ରହିଥିଲା? ଏହା କେବେ ଗୃହୀତ ହୋଇଥିଲା? 2019, 18, 16, 2023ରେ ବି ଏଟା ଆସିଥିଲା। ତାପରେ ପିଲାମାନେ ଦେଖ ଆମର 4 ନମ୍ବରଟା ଏତେ ଇମ୍ପୋର୍ଟାଣ୍ଟ ନୁହଁ, ତୁମ 5 ନମ୍ବରଟା ଏତେ ବି ନୁହଁ ହେଲା। 5 ନମ୍ବରଟା ଏତେ ନୁହଁ।
ଆଉ ପିଲାମାନେ ରହିଲା ଯେଉଁ 6 ନମ୍ବର ଆଉ 7 ନମ୍ବରଟା ଭେରି ଭେରି ଇମ୍ପୋର୍ଟାଣ୍ଟ ରହିଛି ହେଲା। ଚମ୍ପାରନ ଦଖଲ କରିବା ପାଇଁ ହେଲା, ଚମ୍ପାରନ ଦଖଲ କରିବା ପାଇଁ ଆଜାଦ ହିନ୍ଦ ଫୌଜ କାହିଁକି ବିଫଳ ହୋଇଥିଲା? ତାପରେ ପିଲା ଆଜାଦ ହିନ୍ଦ ଫୌଜ କିଏ ଗଠନ କରିଥିଲେ ତୁମେ ସବୁ ଜାଣିଛ, ସୁଭାଷ ଚନ୍ଦ୍ର ବୋଷ। ଆଉ 7 ନମ୍ବର ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ କାହିଁକି? ଆନ୍ସର ସବୁ ରହିଯିବ ପିଲାମାନେ ତୁମ ପାଇଁ। ଆଉ ଗୋଟେ କଥା ପିଲାମାନେ, ତୁମ ଯେଉଁ 3 ନମ୍ବରଟା ଆନ୍ସର ମୁଁ କହିଲିନି, ଟିକେ ରୁହ। ହଁ ଏଇଟା 3 ନମ୍ବର। 3 ନମ୍ବର ଯେଉଁଟା ଭଲସେ ଦେଖାଯାଉନି କିନ୍ତୁ ଏଇଟା ବି ଭଲସେ କିଛି ଦେଖାଯାଉଛି। ସାମନ୍ତ ଗାନ୍ଧୀ କିପରି ଆଇନ ଅମାନ୍ୟ ଆନ୍ଦୋଳନ ସାମିଲ ହୋଇଥିଲେ 2018ର କ୍ୱେଶ୍ଚିନ୍ ଆସିଥିଲା। ତାପରେ ପିଲାମାନେ 2018 ଗାନ୍ଧୀଜୀ ସତ୍ୟାଗ୍ରହ ସମ୍ପର୍କରେ କ'ଣ କହିଥିଲେ? ତାପରେ ପିଲାମାନେ ତୁମର ରହିଲା କ'ଣ ନା, ଏତିକି ପିଲାମାନେ ତୁମେ ଏଇଟା ପ୍ରାକ୍ଟିସ୍ କରିଦିଅ। ଏଇଟା କିଛି ଦରକାର ନାହିଁ, ଯଦି ହେଲା ବି ତୁମେ ଚାହିଁବ କରିପାରିବ। ଏଇଟା ପିଲାମାନେ ସବୁ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ ହେଲା। ତାପରେ ଏଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ, ଭାରତ ଛାଡ଼ ଆନ୍ଦୋଳନର ପ୍ରଶମନକରଣ ମାନକ କ'ଣ ଥିଲା? 2018 ଆଉ 17ରେ ଆସିଥିଲା। ଏତିକି ଥିଲା ପିଲାମାନେ ତୁମ ଫାର୍ଷ୍ଟ ଚାପ୍ଟର ସିଲେକ୍ସନ୍। ତାପରେ ସବୁ ଚାପ୍ଟର ମୁଁ ସବଜେକ୍ଟିଭ୍ ସିଲେକ୍ସନ୍ ଆଣିବି, ସେଥିଲାଗି କ'ଣ କରିବ ନା, ଖାଲି ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିକି ରଖିବାର ଅଛି। ଆଉ କିଛି ତୁମମାନଙ୍କୁ ମୁଁ ମାଗୁନି, ମୋ ପାଉଣା କିଛି ଦେବା ଦରକାର ନାହିଁ। ଯଦି ୟୁଟ୍ୟୁବ୍ ଫ୍ରିରେ ଆସୁଛି ଗୋଟେ ସବସ୍କ୍ରାଇବ୍ ନିହାତି କରିଦେବ। ଆଉ ଗୋଟେ ଜିନିଷ ଦେଖ, 2020ରେ ଯେଉଁ କ୍ୱେଶ୍ଚିନ୍ ଆସିଥିଲା ସେଇ ଲାଗି ମେନ୍, ତୁମ ଯେଉଁ 20ରେ ଆସିଥିଲା ତୁମ ଯେଉଁ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ ଅଛି ସେଇଥିରେ ସବୁ ଦେଇଦେଉଛି। ଦେଖ କ'ଣ ନା, ମୁଁ 50 ମାର୍କ ଥିଲା, 50 ମାର୍କର ଥିଲା ତୁମର କ୍ୱେଶ୍ଚିନ୍, ଘଣ୍ଟାଏ 30 ମିନିଟ୍ ଥିଲା ତୁମର ଟାଇମ୍। ଏଗୁଡ଼ା ଦେଖିନିଅ, ତୁମକୁ ସବଜେକ୍ଟିଭ୍ ବି ପ୍ରାକ୍ଟିସ୍ କରିବା ସହଜ ହେବ। ଦେଖ ସ୍କ୍ରିନଶଟ୍ ଉଠେଇ ନେଇକି ନେଇଯାଅ। 2 ମାର୍କିଆ କେତେଟା ଆସିଲା, 3 ମାର୍କିଆ କ'ଣ, ଏଗୁଡ଼ା ସବୁ ତୁମମାନଙ୍କୁ ରହିଲା। ଏଟା ପିଲାମାନେ ଥିଲା ତୁମର ଭୂଗୋଳ ଆଉ ଅର୍ଥନୀତି। ଦେଖ ଏଟା ଭୂଗୋଳ ଆଉ ଅର୍ଥନୀତିର। ଆଉ ଏଟା ହେଲା ପିଲାମାନେ ତୁମର ହିଷ୍ଟ୍ରି ଆଉ ଜିଓଗ୍ରାଫିର। କ'ଣ କ୍ୱେଶ୍ଚିନ୍ ଆସିଥିଲା? ଭାରତ ଜାତୀୟ କଂଗ୍ରେସ ସାଧାରଣ କ'ଣ, ଗୋଆର ପର୍ତ୍ତୁଗୀଜ ଗଭର୍ଣ୍ଣର କିପରି ଥିଲେ, ଏଗୁଡ଼ା ସବୁ ଆସିଥିଲା। ତାର ପିଲାମାନେ ଏତିକି ଥିଲା ଭିଡ଼ିଓ ଭଲ ଲାଗିଲେ ଲାଇକ୍ ଆଣ୍ଡ ସେୟାର ଆଣ୍ଡ ସବସ୍କ୍ରାଇବ୍ ନିହାତି କରିଦେବ, କାହିଁକିନା ତୁମରି ମାନଙ୍କ ପାଇଁ ତୁମ ଏକ୍ଜାମ୍ର ସବୁ ରିଲେଟେଡ୍ କ୍ୱେଶ୍ଚିନ୍ ବନାହେବ। ସେଥିପାଇଁ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିଦେବ। ସାଙ୍ଗମାନଙ୍କ ସହିତ ସେୟାର କରିବାକୁ ଭୁଲିବନି। ଆଉ ଯେଉଁମାନେ ଆମ ସାଇନ୍ସ ସବଜେକ୍ଟିଭ୍ ଦେଖିନା, ତଳେ ଲିଙ୍କ୍ ଅଛି, ସାଇନ୍ସର ସବଜେକ୍ଟିଭ୍ ଭୌତିକ ବିଜ୍ଞାନ ନିହାତି ଦେଖିନେବ। ଥ୍ୟାଙ୍କ ୟୁ ଫର୍ ୱାଚିଂ ପିଲାମାନେ, ଥ୍ୟାଙ୍କ ୟୁ।